ଆମେ ମନୁଷ୍ୟ ଜନ୍ମ ପାଇଛୁ। ସବୁ କାମ ସହିତ ଆମର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ନିଜ ଭିତରେ ଈଶ୍ୱରଙ୍କୁ ଖୋଜିବା। ଆମକୁ ଦିନେ ଏ ଦୁନିଆ ଛାଡ଼ି ଚାଲିଯିବାକୁ ପଡ଼ିବ। ଏ କଥାକୁ ସବୁବେଳେ ମନେ ରଖିବା। ଯେଉଁ ସୁନ୍ଦର ସୃଷ୍ଟି ଈଶ୍ୱର ଆମକୁ ଉପହାର ସ୍ୱରୂପ ଦେଇଛନ୍ତି, ସେହି ସୃଷ୍ଟିର ହିତରେ ଏବଂ ଆମେ ଯେଉଁ ସମାଜରେ ବାସ କରୁଛୁ ତାର ମଙ୍ଗଳ ପାଇଁ ଆମର ମଧ୍ୟ କିଛି କରିବାର ଅଛି। ଆମେ ଅନେକ ଲୋକଙ୍କୁ ନ ଦେଇପାରିଲୁ ନାହିଁ, ଗୋଟିଏ ଲୋକର ତ କ୍ଷୁଧାକୁ ମେଣ୍ଟାଇ ପାରିବା। ପରିବେଶ ଏବେ ଏତେ ଯେ ଦୂଷିତ, ନିଶ୍ୱାସ ନେବାକୁ କଷ୍ଟ ହେଉଛି। ବୈଜ୍ଞାନିକମାନେ ଆଶଙ୍କାରେ ଆଉ କିଛି ବର୍ଷ ପରେ ମଣିଷ ପିଠିରେ ଅକ୍ସିଜେନ୍ ବୋହି ଚାଲିବ ବୋଲି। ଏ ପରିସ୍ଥିତିରେ ଅନେକ ନହେଲା ନାହିଁ ଗୋଟିଏ ଗଛ ତ ଲଗାଇ ତାର ଯତ୍ନ ନେଇପାରିବା। ଏହାକୁ ବି ଚେତନା କୁହାଯିବ। କେବଳ ଈଶ୍ୱରଙ୍କୁ ଚିନ୍ତା କରିବା ଚେତନା ନୁହଁ, ଆମ ଚାରିପାଖରେ ଥିବା ଦୁଷ୍ଟ ମଣିଷ ଏବଂ କ୍ଷତାକ୍ତ ପ୍ରକୃତିର ମଙ୍ଗଳ ପାଇଁ କାର୍ଯ୍ୟ କରିବା ପ୍ରତ୍ୟେକ ଚେତନାଶୀଳ ମନୁଷ୍ୟର କର୍ତ୍ତବ୍ୟ।